2025 ମସିହାର ଶେଷ ଚନ୍ଦ୍ରଗ୍ରହଣ 7/9/2025 ରବିବାର ଭାଦ୍ର ପୂର୍ଣ୍ଣିମା ବା ଇନ୍ଦ୍ର ପୂର୍ଣ୍ଣିମା ଦିନ। ଏହି ଦିନ ଚନ୍ଦ୍ରଗ୍ରହଣ ଯୋଗ ଲଗିଛି। ତାହା ପୁଣି ଓଡ଼ିଶାକୁ ଦୃଶ୍ୟମାନ, ଭାରତକୁ ମଧ୍ୟ ଦୃଶ୍ୟମାନ। କେତେକ ରାଶିରେ ଅଶୁଭତ୍ୱ ଥିଲାବେଳେ କେତେକ ରାଶିରେ ବହୁତ ଶୁଭ ଫଳଦାୟକ ହେବ। ସେଦିନ ପାକତ୍ୟାଗ ମଧ୍ୟ ରଖାଯାଇଛି, କିନ୍ତୁ ରୋଗୀ ବାଳ ବୃଦ୍ଧମାନଙ୍କ ପାଇଁ ଏ କଟକଣା ଟିକେ କୋହଳ କରାଯାଏ। ଦିବା 12:57 ଠାରୁ ରାତ୍ରି 1:27 ପର୍ଯ୍ୟନ୍ତ ମୋକ୍ଷ ଯୋଗ, ଗ୍ରହଣର ମୋକ୍ଷ ଯୋଗ। ଏହି ସମୟରେ ଦେବାର୍ଚ୍ଚନା ନିଷେଧ, ପାକ ମଧ୍ୟ ନିଷେଧ। ଆବଶ୍ୟକ ସ୍ଥଳେ ଶୁଷ୍କ ଦ୍ରବ୍ୟ ମଧ୍ୟ ଖାଇ ହେବ, କିନ୍ତୁ ରୋଷେଇଜାତ ଦ୍ରବ୍ୟ ଖାଇବାକୁ ମନା ଅଛି। କାରଣ ବିଶେଷ କରି ମା'ମାନଙ୍କ କ୍ଷେତ୍ରରେ, ଗର୍ଭାବତୀ ମା'ମାନଙ୍କ କ୍ଷେତ୍ରରେ ଏ କଥାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଏହି ମୋକ୍ଷ ସମୟରେ ଦିବା 12:57ରୁ ରାତ୍ରି 1:27 ପର୍ଯ୍ୟନ୍ତ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଅଛି। କୌଣସି କାଟିବେ ନାହିଁ, ବାଟିବେ ନାହିଁ କିମ୍ବା ସିଲେଇ ମଧ୍ୟ କରିବେ ନାହିଁ। ଏହି ଗ୍ରହଣ ସମୟରେ କେତେକ ରାଶିଙ୍କର ଅଶୁଭତ୍ୱ ମଧ୍ୟ ଅଶୁଦ୍ଧି ଅଛି, ଆଉ କେତେକ ରାଶିମାନଙ୍କର ଭଲ ସମୟ ଅଛି। ଜାଣିବା କେଉଁ କେଉଁ ରାଶିମାନଙ୍କର ଏହି ଗ୍ରହଣ ସମୟରେ ଅଶୁଭ ପରିଲକ୍ଷିତ ହେବ। ରାଶିରେ ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଏଦିନ ଆଜି ଭଲ, ଏବେଠାରୁ ଭଲ ଦିନ ନୁହଁ। ମିଥୁନ ରାଶି, କର୍କଟ ରାଶି, ସିଂହ, କୁମ୍ଭ, ମୀନ ଏ ରାଶିମାନଙ୍କର ଚନ୍ଦ୍ର ଦର୍ଶନେ ଅଶୁଭ। ଦ୍ୱାଦଶ ରାଶିରୁ ଅନ୍ୟ ରାଶିମାନଙ୍କର ଶୁଭ ପରିଲକ୍ଷିତ ହେବ, କିନ୍ତୁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏଇ ଯେଉଁ ଚନ୍ଦ୍ରଗ୍ରହଣ ସମୟରେ ଲାଭଦାୟକ ନୁହଁ, ବିଶେଷ କ୍ଷତିଦାୟକ। ସେମାନଙ୍କୁ ମଧ୍ୟ ଚନ୍ଦ୍ରଗ୍ରହଣ